ବାହାଘରକୁ ମାତ୍ର 5 ଦିନ ହେଇଛି। ବୋହୂ ରୋଷେଇ ଘରେ ପରିବା କାଟୁଛି। ସେଇ ସମୟରେ ଶାଶୁ ଆସି କହିଲେ କି ପରିବା ଏତେ ଛୋଟ ଛୋଟ କରି କାହିଁକି କାଟୁଛୁ? ଭାତ ଡାଲମା ହେବ, ଭାତ ଡାଲମା ଆସିବ ନା ଆସିବନି? ବୋହୂ ଧୀର ସ୍ୱରରେ କହିଲା, ମା ମୋତେ ଡାଲମା ଆସିବନି, ଆପଣ ଶିଖେଇଦେଲେ ମୁଁ ଶିଖିଯିବି। ଶାଶୁ ମା ଟିକେ ରାଗିଗଲେ ଆଉ ରାଗିକି କହିଲେ, ହଉ ଠିକ୍ ଅଛି, ମୁଁ ତୋତେ ଡାଲମା ଶିଖେଇଦେବି, କିନ୍ତୁ ହଁ ତୋତେ ଅଟା ଚକଟିକି ରୁଟି କରିବା ଆସିବ କି ଆସିବନି? ବୋହୂ ଟିକେ ଡରିଗଲା। ସେଇ ସମୟରେ ବୋହୂ ପୁଣି ଥରେ ଧୀର ସ୍ୱରରେ କହିଲା, ମା ଆପଣ ମୋତେ ଶିଖେଇଦେଲେ ମୁଁ ଶିଖିଯିବି। ଶାଶୁମା ବହୁତ ଜୋରସେ ରାଗିଗଲେ ଆଉ କହିଲେ, ହେ ଭଗବାନ, ତୋ ବାପା ମା କାହିଁକି ଆଗରୁ କହିଲେନି କି ତାଙ୍କ ଝିଅକୁ କିଛି ଆସେନି ବୋଲି? ସେଇ ସମୟରେ ବୋହୂ ସଙ୍ଗୀତା କାନ୍ଦି କାନ୍ଦି କହିଲା, ମା ଆପଣମାନେ ମୋତେ ଯେତେବେଳେ ଦେଖିବା ପାଇଁ ଯାଇଥିଲେ ସେତେବେଳେ ତ ଥରେ ହେଲେ ମୋତେ ପଚାରିନଥିଲେ ମୋତେ ଘରର କୋଉ କାମ ଆସେ କି ଆସେନି ବୋଲି। ଆପଣ ତ ମୋତେ ଏକଥା ପଚାରିଥିଲେ ଯେ କୋଉ ପାଠରେ ତୁ ଡିଗ୍ରୀ ହାସଲ କରିଛୁ ବୋଲି। ସେଇ ସମୟରେ ସଙ୍ଗୀତାର ସ୍ୱାମୀ ଆସି ଜୋରସେ ଚିଲେଇବାକୁ ଲାଗିଲା, କହିଲା, ତମର ଏତେ ସାହସ କେମିତି ହେଲା ମୋ ମା ସହିତ ଏମିତି କଥାବାର୍ତ୍ତା ହେବା ପାଇଁ? ସଙ୍ଗୀତା କାନ୍ଦି କାନ୍ଦି କହିଲା, ହଁ ମୁଁ ତ ଠିକ୍ କହୁଛି, ବାହାଘର ସମୟରେ ସମସ୍ତଙ୍କୁ ପଢ଼ା ଲେଖା ବହୁତ ଦରକାର, କିନ୍ତୁ ବାହାଘର ସରିଗଲେ ଘର ପାଇଁ ବୋହୂ ନୁହେଁ କାମବାଲି ଦରକାର। ଏଇ କଥା କହି ସଙ୍ଗୀତା ବହୁତ ଜୋରସେ କାନ୍ଦିବାକୁ ଲାଗିଲା। ଏବେ ଆପଣମାନେ କୁହନ୍ତୁ, ବୋହୂ ଠିକ୍ କହିଛି କି ଭୁଲ କହିଛି? ଯଦି ଠିକ୍ କହିଛି ବୋହୂ ପାଇଁ ନିଶ୍ଚିନ୍ତ ଲାଇକ୍ କରନ୍ତୁ।